ଆମେ ପୁରା ମାନେ ଯାହା କୁହନ୍ତି ମାନେ ପିଓର ଗୃହସ୍ଥ ଜୀବନ ମାନେ ଆକୁ କହନ୍ତି କର୍ମଯୋଗୀ। ହୁଁ, ଅର୍ଜୁନ ହଉଛନ୍ତି କର୍ମଯୋଗୀ। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ କହିଲେ ତୁମେ ଧର୍ମ ଯୋଦ୍ଧା। ହୁଁ, ଦୁର୍ଯ୍ୟୋଧନ ହଉଛନ୍ତି ଯୋଉ ରାଜା ଯୋଉ ବାପର ପିଲା, ଇଏ ମଧ୍ୟ ସେଇ ରାଜା ସେଇ ରକ୍ତର ସେଇ ବାପର ପିଲା। ହୁଁ, ଯଦିଓ ଗୋଟେ ଭୁଲ ନିଷ୍ପତ୍ତିଟେ ହଉଥିଲା ଯେ ଯୁଧିଷ୍ଠିର ହଉଛି ବଡ ଭାଇ, ତେଣୁ ଯୁଧିଷ୍ଠିର ଥାଉ ଥାଉ ଦୁର୍ଯ୍ୟୋଧନ କାହିଁକି ହେବେ? ଗୋଟିଏ ସର୍ତ୍ତ ସେ କଲା ଯେ ମୋ ବାପା ରାଜା ହେଇଛି ମାନେ ମୁଁ ହେବି। ହୁଁ, ଆରେ ତୋ ବାପା ଘରର ବଡ ପୁଅ ଥିଲା ବୋଲି ରାଜା ହେଇଥିଲା। ବର୍ତ୍ତମାନ ଘରର ବଡ ପୁଅ ହଉଛି ଧର୍ମରାଜ। ସିଏ ହବା କଥା। ତୁ ହୁଁ, କେମିତି ନା ନାଇଁ ମୋ ବାପା ହେଇଛି ମାନେ ମୁଁ ହେବି, ଅବୁଝା ରହିଲା। ହୁଁ, ସେତିକି ବୁଝିଲାନି ବୋଲି ସିଏ ମଧ୍ୟ ଜଣେ ମହାନ ଧାର୍ମିକ ଲୋକ, ଯାହା କାନ୍ଧରେ ମା ମହାଲକ୍ଷ୍ମୀ ବାସ କରନ୍ତି। ଯିଏ ଚାଲିଲେ ପଦ୍ମ ଫୁଟେ, ଯାହାଙ୍କୁ ଅନଙ୍ଗ ନାରାୟଣ ବୋଲି କୁହାଯାଏ, ହୁଁ, ସିଏ ପୁଣି ତିଳ ତିଳ ହେଇ ଜଳିଲେ ଏବଂ ମଲେ, ତାଙ୍କ ବଂଶ ବୁଡିଲା। ହୁଁ, ସେଇ କ୍ରୋଧ, ସେଇ ରାଗ, ସେଇ ହିଂସା, ସେଇ ହତ୍ୟାକାରୀ ଭାବରେ ଅର୍ଜୁନ, କିନ୍ତୁ ଆଙ୍କୁ ଧର୍ମ ଯୋଦ୍ଧା କୁହାହେଲା, ତାକୁ ପାପି କୁହାହେଲା କାହିଁକି? ଏତିକି ବୁଝେଇଦେବେ ଯଦି କିଏ ପଣ୍ଡିତ ଅଛନ୍ତି ମତେ କହିବେ। ବଢିଆ କଥାଟେ। ଏତିକି ମାନେ ଧର୍ମ ଯୋଦ୍ଧା କୁହାହେଲା କାହାକୁ ନା ଦୁର୍ଯ୍ୟୋଧନକୁ। ଦୁର୍ଯ୍ୟୋଧନ ଅର୍ଜୁନକୁ ଧର୍ମ ଯୋଦ୍ଧା କୁହାଗଲା। ହଁ ହଁ ହଁ, ଅର୍ଜୁନକୁ ଧର୍ମ ଯୋଦ୍ଧା କୁହାଗଲା। ୟା ପକ୍ଷଟା ଧର୍ମକ୍ଷେତ୍ର, ତା ପକ୍ଷଟା କୁରୁକ୍ଷେତ୍ର। ହଁ, କୁରୁ ମାନେ କୌରବ। ହଁ, ତେଣୁ ୟାଙ୍କର ପାଣ୍ଡବ କ୍ଷେତ୍ର କାହିଁ କୁହାଗଲାନି, ତାଙ୍କର କୁରୁକ୍ଷେତ୍ର କାହିଁକି କୁହାଗଲା? ତାଙ୍କ ଯୁଦ୍ଧ ପକ୍ଷ ଭୂମିଟାକୁ ହୁଁ, କୁହାଗଲା କୁରୁପକ୍ଷ। ହୁଁ, ୟାଙ୍କ ଯୁଦ୍ଧ ଭୂମି ଟାକୁ ପାଣ୍ଡବ ପକ୍ଷ ନ କହି କାହିଁକି ଧର୍ମ ପକ୍ଷ କୁହାଗଲା ଧର୍ମକ୍ଷେତ୍ର? ହୁଁ, ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତ ଯୁଯୁତ୍ସବ ମାମକା ପାଣ୍ଡବସ୍ୟୈବ କିମ୍ କୁର୍ବତ ସଞ୍ଜୟ। ହୁଁ, ଆଙ୍କର ପାଣ୍ଡବ ଏମାନେ ପାଞ୍ଚ ଭାଇ, ଆଙ୍କର ଯୋଉପଟେ ଇଏ ଠିଆ ହେଇଛନ୍ତି, ଯୋଉ କ୍ଷେତ୍ରରୁ ଯୁଦ୍ଧ କରିବେ, ଏ ହୁଁ, କ୍ଷେତ୍ରର ନା ପାଣ୍ଡବ କ୍ଷେତ୍ର କାହିଁକି ହବନି? ଯଦି ତାଙ୍କର କୁରୁକ୍ଷେତ୍ର ହବ। ଧର୍ମକ୍ଷେତ୍ର କାହିଁକି ହେଲା? କାହିଁକି ହେଲା? ଏବଂ ଇଏ ବି ତ ରାଗ, କ୍ରୋଧ, ହିଂସା ସବୁ କରିକିରି ହତ୍ୟା କଲେ, ଯୁଦ୍ଧ କଲେ ଅର୍ଜୁନ। ହୁଁ, ସିଏ ବି ତ ସେଇ ଯୁଦ୍ଧ କଲେ। ଇଏ କଣ ଯୁଦ୍ଧ କଲେନି କି? ଇଏ କଣ ଆଉ ଅହିଂସା କଲେ କି? ହୁଁ, ମହାତ୍ମା ଗାନ୍ଧୀ ଭଳିଆ ବସିଲେ କି ତୁନି ହେଇକି ମାଡ ଖାଇକି? ହୁଁ, ମହାତ୍ମା ଗାନ୍ଧୀ ଜାବଡା ଖାଇକି କହିଲେ ଆଉ ଗୋଟେ ଗାଲକୁ ଆଉ ଗୋଟେ ଜାବଡା ଦିଏ। ହୁଁ, ଅର୍ଜୁନଙ୍କୁ ଜାବଡା ବାଜିଲା ପରେ ଅର୍ଜୁନ ଦି ଜାବଡା ପକେଇଲା ନା ଆଉ। ହଁ ଜବାବ ଦେଲା। ଜବାବ ଯଦି ଦେଲା, ଇଏ ଧର୍ମ ଯୋଦ୍ଧା କାହିଁକି ହବ? ହୁଁ, ସିଏ କାହିଁକି ମାନେ ହଁ ଅଧର୍ମ ପାପୀ ଯୋଦ୍ଧା ହବ, ହବ? ସେ କାହିଁ ପାପୀ ହବ? ବୁଝା, ଏତିକି ଯିଏ ବୁଝେଇଦେବେ ଆମେ ଜାଣିବୁ ଜଣେ କାଇଁ ବୁଝେଇବ ଇଏ କହୁନ, ମୁଁ ଟିକେ ଶୁଣେ। ସକାଳୁ ଫୋନ ଲଗେଇଥିଲି କୋଉଥିପାଇଁ ମୁଁ ତ ପଢିଛି ମହାଭାରତ ଆଲୋଚନା। କିନ୍ତୁ ମୁଁ ସକାଳୁ ଉଠି କଣ କରିଛି ଜାଣିଛନ୍ତି ନା? ହଁ। ଅଗଣା ଓଳି, ବାସନ ମାଜି, ଫୁଲ ତୋଳିଛି, କିନ୍ତୁ ଠାକୁର ପୂଜିନି। କାହିଁ ଠାକୁର ପୂଜିନି? ନା ମୁଁ ଆମର ଆମର ଆରମ୍ଭ ହେଲା ଠାକୁର ପୂଜା ଫୂଜା ଏଗୁଡା ମିଛ କଥା। ଗୋଟିଏ ସତ୍ୟ କଥା ହଉଛି, ଆପଣ ଗୋଟେ କଥା ମତେ କହନ୍ତୁ, ସବୁ ମନ୍ଦିରରେ ଘଣ୍ଟି ଅଛି, ହୁଁ, ଜଗନ୍ନାଥ ମନ୍ଦିରରେ ନାହିଁ ହୁଁ, କାହିଁକି? ସବୁ ମନ୍ଦିରରେ ଘଣ୍ଟି ଅଛି। ଶିବ ମନ୍ଦିର ଆପଣ ପଶିଲା ମାନେ ଆଗେ ଘଣ୍ଟି ବଜେଇବେ, ତାପରେ ବାସୁଆ ବଳଦକୁ ଟିକେ ସାଉଁଳିବେ, ତାପରେ ଯାହା। ଜଗନ୍ନାଥ ମନ୍ଦିରରେ ଘଣ୍ଟି ନାହିଁ। କାହିଁକି? ଘଣ୍ଟ ଥୁଆ ହେଇଛି, ବାଡ ହଉଛି, ବଡ ଉଞ୍ଚା ନାଇଁ ମନ୍ଦିର। ନାଇଁ ନାଇଁ ନାଇଁ। ଆଉ କଣ? ଆମେ ଜାଣିନୁ। ଶୁଣନ୍ତୁ ଶୁଣନ୍ତୁ, ମହାଦେବ ହଉଛନ୍ତି ଯୋଗେଶ୍ଵର। ହୁଁ, ତାଙ୍କୁ କହନ୍ତି ଯୋଗାରିଷ୍ଟ। ହୁଁ, ସେ ସବୁବେଳେ ମାନେ ଇନ୍ଦ୍ରିୟାତୀତ ଜଗତରେ ରହି ବାସ କରିଥାନ୍ତି। ହୁଁ, ସିଏ ମହାକାଶ ଶୂନ୍ୟ ଆକାଶରେ ବସିଥାନ୍ତି। ତେଣୁ ତାଙ୍କୁ ଜାଗ୍ରତ କରିବା ପାଇଁ ଘଣ୍ଟି ଦରକାର। ହୁଁ, ପ୍ରଭୁ ଶ୍ରୀକୃଷ୍ଣ ହଉଛନ୍ତି, ଜଗନ୍ନାଥ ହଉଛନ୍ତି ପରମ ବ୍ରହ୍ମ ପରମାତ୍ମା। ସେ ତ ସଦା ଜାଗ୍ରତ ନା। ଯୋଉ ଦୀପ ସବୁବେଳେ ଜଳୁଛି, ହୁଁ, ତାକୁ ତେଜିବା ଦରକାର କଣ? ସୂର୍ଯ୍ୟକୁ କିଏ ତେଜୁଛି ନା କଣ? ତମେ ଦୀପଟା ତେଜୁଛ ବୋଲି ଗୋଟେ ଗେଞ୍ଜଣା ପକେଇଛ। ହୁଁ, ସୂର୍ଯ୍ୟଟାକୁ କଣ ଗେଞ୍ଜଣା ପଡିଛି କୋଉଠି? ନାଇଁ। ତେଣୁ ସେ ହଉଛନ୍ତି ପୂର୍ଣ୍ଣ ବ୍ରହ୍ମ, ପୂର୍ଣ୍ଣ ହୁଁ, ଅଗ୍ନି। ହୁଁ, ଇଏ ଶାଖା। ହୁଁ, ତେଣୁ ଜଗନ୍ନାଥ ହଉଛନ୍ତି ସ୍ଵୟଂ ଜାଗ୍ରତ, ଯାହାଙ୍କୁ ଘଣ୍ଟି ବଜେଇକି ଜାଗ୍ରତ କରିବା ଦରକାର ନାହିଁ। କେବଳ ଗୋଟିଏ କଥା ତାଙ୍କୁ
ଗୀତି ଗୀତିରେ ଜାଗ୍ରତ। ମଣିମା ନାଇଁ, ମଣିମା ବୋଲି ଡାକିଦେଲେ ସେ ତମ ଆଡେ ଚାହିଁବେ, ଅନ୍ୟ କୁଆଡେ ବି ଚାହିଁଥିବ ତମକୁ ଟିକେ ବୁଲିବେ, ମଣିମା ବୋଲି ଡାକିବାକୁ ପଡିବ। ଆଚ୍ଛା। ତେଣୁ ମଣିମା କାହିଁକି ଡକାଯାଏ ତାର ମଧ୍ୟ ଗୋଟେ ବିଧି ଅଛି। ହଁ। ଇଏ ହେଲା ଗୋଟେ କଥା। ଦ୍ୱିତୀୟ କଥା ହଉଛି ପ୍ରଭୁ ଶ୍ରୀକୃଷ୍ଣ ନିଜେ ହଉଛନ୍ତି ସାରଥୀ ଅର୍ଜୁନଙ୍କ ରଥର। ଅର୍ଜୁନ ରଥୀ, ସେ ହଉଛନ୍ତି ସାରଥୀ। ଏବଂ ତାଙ୍କର ରଥର ନାଁ ହଉଛି କପିଧ୍ୱଜ। ଅର୍ଜୁନଙ୍କ ରଥର ନାଁ ହଉଛି କପିଧ୍ୱଜ। କପିଧ୍ୱଜ କିଏ? ନା କପି କିଏ? ନା ହନୁମାନ। ଏବଂ ଧ୍ୱଜ କହିଲେ ପତାକା। ତେଣୁ ଯୋଉ ରଥର ହନୁମାନ ସ୍ୱୟଂ ନିଜେ ପତାକା, ପବନ ସୁତ ନିଜେ ହଉଛନ୍ତି ପତାକା। ଏବଂ ସେ ପବନ ସୁତ ମାନେ ପବନକୁ ଆୟତ୍ତ କରିଛନ୍ତି ଏବଂ ପବନ ପରି ସବୁ କାମ କରେଇଦେବେ। ପବନ ପରି ହେଇଗଲା କାମଟା। ମୁଁ ଆଇଲି ମାନେ ପବନ ଭଳି ଆଇଲି। ତାମାନେ ଏଇଟା ହଉଛି ଶ୍ରେଷ୍ଠତା। ତେଣୁ ଯାହାର ରଥର ଧ୍ୱଜା ହଉଛି କପି ବା ହନୁମାନ, ସେ ରଥ କାହିଁ କୋଉଠି ଅଟକିବ? ସେ କଣ ବାଲିରେ ପୋତିକି ରହିବ ନା? ତେଣୁ ଅର୍ଜୁନ ହଉଛନ୍ତି ଧର୍ମଯୋଦ୍ଧା ଏଥିପାଇଁ, ୟାଙ୍କ ନିଜ ସମ୍ପତ୍ତି ଅପହରଣ, ଅର୍ଜୁନଙ୍କ ସମ୍ପତ୍ତି, ପଞ୍ଚପାଣ୍ଡବଙ୍କ ସମ୍ପତ୍ତିକୁ କୌରବ ମାନେ ଅପହରଣ କରିଛନ୍ତି। ତେଣୁ ସେ ହଉଛନ୍ତି ଅପହୃତା। ଇଏ ୟାଙ୍କ ନିଜ ସମ୍ପତ୍ତିକୁ ଫେରେଇ ଦିଅ ବୋଲି ଦାବି କରୁଛନ୍ତି। ତାମାନେ ଏମାନେ ଅଧର୍ମରେ ନାହାନ୍ତି, ଏମାନେ ଧର୍ମରେ ଅଛନ୍ତି। ସେମାନେ ପାପରେ ଅଛନ୍ତି। କାହିଁକି ନା ସେ ପର ସମ୍ପତ୍ତିକୁ ଅଧିକାର କରୁଛନ୍ତି ଏବଂ ଅଯୁକ୍ତି କଥା ଗୋଟେ କହୁଛନ୍ତି, ଯାହା ଯୁକ୍ତିଯୁକ୍ତ ନୁହଁ। ମୁଁ ରାଜା ହେବି, କିନ୍ତୁ ତୁ ଯୋଗ୍ୟ ନୁହଁ, ତୁ କେମିତି ହେବୁ? ତେଣୁ ସେମାନେ ହଉଛନ୍ତି ପାପ ପକ୍ଷ, ଏମାନେ ହଉଛନ୍ତି ଧର୍ମ ପକ୍ଷ। ଇଏ ହେଲା ଗୋଟିଏ। କଣ କାରଣ ଅଛି ଆଠୁ ଗୁରୁତ୍ୱପୂର୍ଣ୍ଣ କାରଣ? ଆହୁରି ଗୁରୁତ୍ୱପୂର୍ଣ୍ଣ କାରଣ ହଉଛି ଶ୍ରୀକୃଷ୍ଣ ନାଇଁ, ଆଠୁ ଗୁରୁତ୍ୱପୂର୍ଣ୍ଣ କାରଣ ଗୋଟାଏ ହଉଛି ପରା ଏବଂ ଅପରା, ନିଷ୍କାମ ଏବଂ କାମ। ଆରମ୍ଭ ହେଇଛି ଗୀତା, ଆପଣଙ୍କର କର୍ମଯୋଗ, ଆପଣ ଜଣେ କର୍ମଯୋଗୀ ଏଇ ପଦ କରୁ। ଅର୍ଜୁନ ହଉଛନ୍ତି ନିଷ୍କାମୀ, ଦୁର୍ଯ୍ୟୋଧନ ହଉଛନ୍ତି କାମୀ। ଅର୍ଥାତ୍ ସେ କାମନା କଲେ ମୋ ଜମି, ମୋ ଭୂମି, ମୋ ରାଜ ସିଂହାସନ, ମୁଁ ହେବି ରାଜା। ଅର୍ଜୁନ କହିଲେ ମୋର ସମ୍ପତ୍ତି ଦରକାର ନାହିଁ, ଏ ସମ୍ପତ୍ତି ପାଇଁ, ଏ ରାଜସୁଖ କ୍ଷମତା ପାଇଁ ମୁଁ ମୋର ଭାଇମାନଙ୍କୁ ହତ୍ୟା କରିପାରିବିନି, ହତ୍ୟାର ପାପ ଭୋଗିବାକୁ ଚାହିଁବିନି। ଏବଂ ମୁଁ ଯେତେବେଳେ ମୁଠାଏ ଭାତ ତୋରାଣି ଚୁପୁଡିକି ଖାଉଥିବି, ସେତେବେଳେ ମୋର ଅନୁଭବ ହଉଥିବ ଯେ ଭାଇମାନଙ୍କ ରକ୍ତରୁ ମୁଠାଏ ଭାତ ଖାଉଛି। ଭାଇମାନଙ୍କ ରକ୍ତରୁ ଚୁପୁଡିକି ମୁଠାଏ ଭାତ ଖାଉଛି, ସେମାନଙ୍କୁ ଯଦି ହତ୍ୟା କରି ମୁଁ ସମ୍ପତ୍ତି ଭୋଗିବି। ତେଣୁ ଏଭଳି ମାନସିକତାକୁ ମୁଁ ଯିବାକୁ ପ୍ରଭୁ ଚାହୁଁନି କହି ଯୁଦ୍ଧ କ୍ଷେତ୍ରରେ ଗାଣ୍ଡିବକୁ ଫିଙ୍ଗି ଦେଇ ଯୁଦ୍ଧ କ୍ଷେତ୍ରରୁ ପଳେଇବାକୁ ଚାହିଁଲେ ଅର୍ଜୁନ। ସେତିକି ବେଳେ ଭଗବାନ ତାଙ୍କୁ ବୁଝାଇଲେ ଯେ ହତ୍ୟା ତ ତୁ କରିବୁନି, ସେମାନେ ପାପ କରିଛନ୍ତି ମାନେ ତାଙ୍କର ଦଣ୍ଡ ମୃତ୍ୟୁ। ଇଏ ମୃତ୍ୟୁଦଣ୍ଡ ପରମାତ୍ମା ଦେଇ ସାରିଛନ୍ତି, ସେମାନେ ମରି ସାରିଛନ୍ତି। ତୁମେ ଖାଲି ବାହ୍ୟ ଦୃଷ୍ଟିରୁ ଧନଟାକୁ ଉଠେଇବ। ଯେହେତୁ ତୁମେ ନିଷ୍କାମୀ, ତେଣୁ ତମ କର୍ମରେ ତୁମେ ଫଳଭୋଗ ବା କର୍ମର କର୍ତ୍ତା ହବ ନାହିଁ, ତେଣୁ ତମେ ଧର୍ମଯୋଦ୍ଧା। ତୁମେ, ସେମାନେ ମରିଛନ୍ତି, ତାଙ୍କୁ ପରମାତ୍ମା ମାରି ସାରିଛନ୍ତି, ତୁମକୁ ଖାଲି କୁହାହଉଛି ତୁମେ ଖାଲି ଅସ୍ତ୍ରଟା ଟେକିକି ଧରିଲେ ଲୋକ ଦେଖିବେ ଯେ ଅର୍ଜୁନ ମାଇଲା। ତେଣୁ ତୁମର କାମନା ଯେହେତୁ ନାହିଁ, ତୁମେ ଧର୍ମରେ ଅଛ, ତେଣୁ ତମେ ଧର୍ମଯୋଦ୍ଧା ଏବଂ ତମ ପକ୍ଷ ଧର୍ମକ୍ଷେତ୍ର। ଏ ହେଲା ତାର ଗୂଢ ରହସ୍ୟ, ନିଷ୍କାମ ଏବଂ କାମ। ତେଣୁ ଯେହେତୁ ଆପଣ ନିଷ୍କାମ କର୍ମ କରୁଛନ୍ତି, କଣ କହିଲେ କର୍ମ କଥାଟା? ନା ମୁଁ ଯଦି ଧାନ
ରୋଇବିନି ତାହେଲେ ଅଗ ମଳା ନଡା ମେଞ୍ଚାଟେ ନହେଲେ ଯଜ୍ଞ ମଣ୍ଡପ ଛପର ହେଇପାରିବନି, ଏବଂ ମୁଠାଏ ଅରୁଆ ଚାଉଳ ନହେଲେ ମୁଁ ଅନ୍ନ ଛତ୍ର ବ୍ୟବସ୍ଥା କରିପାରିବିନି କି ପ୍ରଭୁଙ୍କ ପାଖରେ ଅନ୍ନ ମୁଠାଏ ମହଣିଆ କରିପାରିବିନି। ମଣୋହି, ଯୋଉ ଅମୃତ ମଣୋହି ବ୍ୟବସ୍ଥାଟା ଆପଣ କରୁଛନ୍ତି। ତେଣୁ ଯେହେତୁ ଆପଣ ସମସ୍ତ କର୍ମ ଈଶ୍ୱରଙ୍କୁ ସମର୍ପିତ କରି କରୁଛନ୍ତି, ତାକୁ କହନ୍ତି ନିଷ୍କାମ କର୍ମ, ଧର୍ମ ପକ୍ଷ ହେଲା। ତେଣୁ ଆମର ତିନୋଟି କର୍ମର ବ୍ୟବସ୍ଥା ଭଗବାନ ଗୀତାରେ କହିଛନ୍ତି। ପ୍ରଥମ ଅଧ୍ୟାୟ ବିଷାଦ ଯୋଗ, ଦ୍ୱିତୀୟ ଅଧ୍ୟାୟ ସାଂଖ୍ୟ ଯୋଗ, ତୃତୀୟ ଅଧ୍ୟାୟ କର୍ମ ଯୋଗ, ଚତୁର୍ଥ ଅଧ୍ୟାୟ ଜ୍ଞାନ କର୍ମ ଯୋଗ, ପଞ୍ଚମ ଅଧ୍ୟାୟ କର୍ମ ସନ୍ନ୍ୟାସ ଯୋଗ। ତେଣୁ ତୃତୀୟ ଅଧ୍ୟାୟଟା ଯୋଉ କର୍ମ ଯୋଗ, ଏଇଟା କେବଳ କର୍ମ। ଦ୍ୱିତୀୟ ଅଧ୍ୟାୟଟା ହଉଛି ଜ୍ଞାନ କର୍ମ। କର୍ମ ତ ପୁଣି ଜ୍ଞାନ କର୍ମ କଣ ନା, ମୁଁ ଯୋଉ କର୍ମଟି କରୁଛି ସେଇଠି କଣ ମୁଁ ଜାଣିଛି। ମୁଁ ଯୋଉ କର୍ମଟି କରୁଛି ସେଇଠି କଣ ମୁଁ ଜାଣିକିରି କରୁଛି। ଧାନ ରୋଉଛି କାହିଁକି, ବାଟ ଚାଲୁଛି କାହିଁକି, ଗଛ କାଟୁଛି କାହିଁକି, ଯଜ୍ଞ କରୁଛି କାହିଁକି, ଏ ସବୁର କାରଣ ଜାଣିଥିବାରୁ ତାର ନିରାକରଣ ଉଦ୍ଦେଶ୍ୟରେ ଏ କର୍ମ ଗୁଡିକ ମୁଁ କରୁଛି। ଆକୁ କହନ୍ତି ନିଷ୍କାମ କର୍ମ। ତେଣୁ କର୍ମ କେତୁଟା ନା ତିନିଟା। ଗୋଟେ ହଉଛି ବିହିତ କର୍ମ, ଆଉ ଗୋଟେ ହଉଛି ନିଷ୍କାମ କର୍ମ, ଆଉ ଗୋଟେ ହଉଛି କର୍ମାତୀତ କର୍ମ, ଯୋଉଟା ସର୍ବଶ୍ରେଷ୍ଠ କର୍ମ। ତେଣୁ ସମସ୍ତେ ଆମେ ବିହିତ କର୍ମରେ ଅଛୁ। ପୁଅ ଝିଅ, ଘର ଦ୍ୱାର, ସଂସାର, ଜମି ବାଡି, କ୍ଷମତା, ଜ୍ଞାନ, ମୁଁ କହିବି ମୋର ସମ୍ମାନ ଅଛି, ମୋର ଜମି ଅଛି, ମୋର ଧନ ଅଛି, ଏ ସବୁ ହଉଛି ବିହିତ କର୍ମ। ଏବଂ ନିଷ୍କାମ କର୍ମ, ଯୋଉ କର୍ମକୁ ମୁଁ କରୁଛି ତାର ଫଳ ଆଶାରେ ନୁହେଁ, କର୍ମ କରିବା କର୍ତ୍ତବ୍ୟ ଏ ଦୃଷ୍ଟିରୁ କର୍ମଟିଏ କରୁଛି, ଫଳ ଈଶ୍ୱରଙ୍କ ହାତରେ, ଏଇ କଥାଟି ହଉଛି ନିଷ୍କାମ କର୍ମ। ଏଇଟି ହଉଛି ସୂକ୍ଷ୍ମ। ସ୍ଥୂଳ କର୍ମ ହଉଛି ବିହିତ କର୍ମ, ସୂକ୍ଷ୍ମ କର୍ମ ହଉଛି କର୍ମର ଫଳ ଭୋଗ ନ କରିବା ଏବଂ କର୍ମର କର୍ତ୍ତା ବୋଲି ଦାବି ନ କରିବା। ତୃତୀୟ କର୍ମଟି ହଉଛି କର୍ମାତୀତ କର୍ମ, ମାନେ କର୍ମରୁ ଅତୀତ ହେଇକି ଯୋଉ କର୍ମ କରାଯାଏ ତାକୁ କୁହାଯାଏ କର୍ମାତୀତ କର୍ମ। ଏଇ କର୍ମଟା ହଉଛି ଶ୍ରେଷ୍ଠ କର୍ମ। ତେଣୁ ଏଇ କର୍ମଟି କଣ ନା କର୍ମରୁ ଅତୀତ ହେଇକି କର୍ମ କରିବ। ଯେମିତି ଅକର୍ମେ ବାସୁଦେବ ପ୍ରୀତି, କର୍ମ କରିଲେ କ୍ଷୟ ଯାନ୍ତି, ଅକର୍ମେ ବାସୁଦେବ ପ୍ରୀତି, ଏଇଟା ହଉଛି ଅକର୍ମ। କର୍ମାତୀତ କର୍ମଟା ହଉଛି ଅକର୍ମ, ଅଣାକାର, ଅଣାକ୍ଷର, ଅନନ୍ତ, ଏଇ ଯୋଉ ଅବିଶିଷ୍ଟ ସବୁ କାର୍ଯ୍ୟ ଗୁଡିକ, ଏଇଟା ହଉଛି ଈଶ୍ୱରୀୟ, ବାସ୍ତବରେ ଈଶ୍ୱରଙ୍କ କର୍ମ। ଏଇ ଯୋଉ କର୍ମାତୀତ କର୍ମ, ୟା ବିଷୟରେ ବହୁତ ସାଧକ ଜାଣନ୍ତିନି। ମୁଁ ସାଧାରଣ ଲୋକଙ୍କ କଥା କହୁନି। ଯୋଉମାନେ ମଠର ମହନ୍ତ ବା ନିଜେ ପାଠ ଛତି ଧରିକିରି ବୁଲୁଛନ୍ତି, ନିଜକୁ ଦାବି କରୁଛନ୍ତି ଆମେ ସାଧକ କି ଗୁରୁ, ସେମାନଙ୍କ ପାଖରେ ମଧ୍ୟ ନାହିଁ ଏ ତତ୍ତ୍ୱ ଯେ କର୍ମାତୀତ କର୍ମ କଣ, କର୍ମର ଅତୀତ କର୍ମଟି କଣ। ଏ କର୍ମର ଅତୀତ କର୍ମଟି କେବଳ ସଦ୍ଗୁରୁ କହିପାରିବେ। ଏ କର୍ମାତୀତ କର୍ମ, ଏ ଯୋଉ ଉପଗୁରୁ, ଯୋଉମାନେ ମନ୍ତ୍ର ସାଧକ ଗୁରୁ, କାମନା ପୂର୍ଣ୍ଣ ଗୁରୁ, ମାନସିକ ପୂର୍ଣ୍ଣ କରୁଥିବା ହଠଯୋଗୀ ଗୁରୁ, ସେମାନଙ୍କ ପାଖରେ ନାହିଁ। ଯୋଉମାନେ ସଦ୍ଗୁରୁ, ସେଇମାନେ ଜାଣିଛନ୍ତି କର୍ମାତୀତ କର୍ମ କଣ, ଅକର୍ମ କଣ, କର୍ମ କଣ, କୋଉ କର୍ମ କଲେ କ୍ଷୟ ଯିବୁ, କୋଉ କର୍ମ କଲେ ଅକର୍ମ ହବ। ଭାଗବତରେ କର୍ମକୁ ନେଇକି କୁହାଗଲା ଯେ କଣ ନା କର୍ମ କରେଣେ ପାଏ ଦେହ, ଏଣୁଟି କର୍ମ ଦୁଃଖମୟ। କର୍ମ କରଣେ ପାଏ ଦେହ, ତୁମେ ଯଦି କର୍ମ କରିବ ଦେହ ମିଳିବ, ଦେହ ମିଳିଲେ ପୁଣି କର୍ମ ମିଳିବ, ତେଣୁ କର୍ମଟି ଦୁଃଖ ହବ। କର୍ମ କରିବାକୁ ଅଳସୁଆ କାହିଁକି ହୁଅନ୍ତି କିଛି ଲୋକ, ମୁଁ କର୍ମ କରିବାକୁ ଚାହୁଁନି, କର୍ମଠ କାହିଁକି କିଛି ଲୋକକୁ କୁହାଯାଏ, ଆପଣଙ୍କ ପରି ଯୋଉମାନେ ସେମାନେ କର୍ମଠ କାହିଁକି କୁହାଯାଏ, ସେମାନେ କର୍ମକୁ ପ୍ରେମ କରନ୍ତି, କର୍ମଠ ସେମାନେ। ଅନେକ ଅଛନ୍ତି କର୍ମ ନ କରିକି ଶୋଇ ରହନ୍ତି, ସେମାନେ ହଉଛନ୍ତି ଅଳସୁଆ। ତେଣୁ କର୍ମ କରେଣେ ପାଏ ଦେହ, କର୍ମ କଲେ ଦେହ ମିଳିବ। ତାମାନେ ତୁମେ ଯୋଉ କର୍ମ କରିବ ସେ କର୍ମରୁ ଦୁଇଟା ଜିନିଷ ସୃଷ୍ଟି ହବ। କଣ କଣ ନା ପାପ ନହେଲେ ପୁଣ୍ୟ।
ଯଦି ନ ଜାଣିକି କରିବ ହବ ପାପ, ଯଦି ଜାଣିକିରି କରିବ ହବ ପୁଣ୍ୟ। ତେଣୁ ନ ଜାଣିକି ଯଦି ପାପ କରିବ ତାହେଲେ ପାପ ଭୋଗିବାକୁ ଆଉ ଥରେ ଜନ୍ମ ଜନ୍ମ ହବ। ଯଦି ଜାଣିକିରି କର୍ମ କରିବ ତାହେଲେ ପୁଣ୍ୟ ମିଳିବ। ଯଦି ପୁଣ୍ୟ ମିଳିବ ପୁଣି ତୁମକୁ ଜନ୍ମ ହେବାକୁ ପଡିବ ପୁଣ୍ୟଟାକୁ ଭୋଗ କରିବା ପାଇଁ। ତେଣୁ ପାପ ଏବଂ ପୁଣ୍ୟରୁ, ଦୁଃଖ ଏବଂ ସୁଖରୁ, ନିନ୍ଦା ଏବଂ ପ୍ରଶଂସାରୁ, ଲାଭ ଏବଂ କ୍ଷତିରୁ ତୁମକୁ ଉର୍ଦ୍ଧ୍ୱକୁ ଯିବାକୁ ହବ। ଅର୍ଜୁନକୁ କହୁଛନ୍ତି ଭଗବାନ, ହେ ଅର୍ଜୁନ, ତୁମେ ଲାଭ ଏବଂ କ୍ଷତି, ପାପ ଏବଂ ପୁଣ୍ୟ, ଦୁଃଖ ଏବଂ ସୁଖ, ନିନ୍ଦା ପ୍ରଶଂସା ଏ ସବୁରୁ ଉର୍ଦ୍ଧ୍ୱକୁ ଗଲେ ତୁମେ ଗୁଣରୁ ଅତୀତ ହବ। ତୁମେ ଯଦି ଗୁଣରୁ ଅତୀତ ନ ହବ ମୁଁ ବିଶ୍ୱରୂପ ତମକୁ ଦର୍ଶନ କରେଇବି କେମିତି? ତୁମେ ଦର୍ଶନ କରିବାକୁ ଯୋଗ୍ୟ ହବ କେମିତି? ତୁମେ ତ ଭସ୍ମ ହେଇଯିବ, ବିଶ୍ୱରୂପ ଦର୍ଶନ କରିପାରିବନି। କୋଟି ସୂର୍ଯ୍ୟର ତେଜ ତୁମେ ଆଖିରେ ଦେଖିବ କେମିତି? ତୁମ ଆଖିଟା ଫୁଟିଯିବ। ତେଣୁ ଆପଣ ହଠାତ୍ ଦୁଇଟିଆ ଦୁଇ ପରେ ଅନ୍ଧାର ଘରେ ଶୋଇଥିବେ, ହଠାତ୍ ତ ଦୁଇଟିଆ ଦୁଇ ପହରକୁ ଆପଣଙ୍କୁ ଟେକି ନେଇକି ବସେଇକି କହିବେ ଆଖି ବୁଲିବାକୁ, ଆପଣଙ୍କ ଆଖିର ଅବସ୍ଥା କଣ ହବ? ତେଣୁ ଅର୍ଜୁନଙ୍କୁ ସେ ବିଶ୍ୱରୂପ ଦର୍ଶନ କରାଇବା ପୂର୍ବରୁ ସମସ୍ତ କଥା, ସମସ୍ତ ଶକ୍ତି ପ୍ରଦାନ କରିସାରିଥିଲେ। ତେଣୁ ତୁମକୁ ଯୋଗ୍ୟ ହବାକୁ ପଡିବ। କୋଉ କର୍ମ କରିକି ଯୋଗ୍ୟ ହବାକୁ ପଡିବ? ନା କର୍ମାତୀତ କର୍ମ। ତୁମେ କର୍ମାତୀତ, କର୍ମରୁ ଅତୀତ ହେଇଥିବା କର୍ମ। ତାହେଲେ ତୁମେ ଇନ୍ଦ୍ରିୟ ଦ୍ଵାରା ଆଉ ଅତୀନ୍ଦ୍ରିୟ ଜଗତକୁ ଦେଖିବ ନାହିଁ। ତମ ଆଖି ଦେଖୁନି, ତମ ମନ ଜାଣୁନି, ତୁମ ହାତ ଛୁଉନି, ତମର ଯୋଉ ତ୍ୱକ ମାନେ ସ୍ପର୍ଶ ଶକ୍ତି, ସ୍ପର୍ଶେନ୍ଦ୍ରିୟ, ସେ ମଧ୍ୟ ଅକାମୀ। ତାମାନେ ତୁମେ ଇନ୍ଦ୍ରିୟାତୀତ ଦେଇ ଅତୀନ୍ଦ୍ରିୟ ଜଗତର ପରମ ବ୍ରହ୍ମ ପରମ ପିତାଙ୍କୁ ଅନୁଭବ କରିବ। ଏହା ହଉଛି ନିର୍ବିକଳ୍ପ ସମାଧିର କଥା। ଗୋଟେ ମୁକକୁ ଯିଏ କଥା କହିପାରନ୍ତି ନାହିଁ, ଗୋଟେ ସ୍ୱାଦିଷ୍ଟ ଫଳ ଖୁଆଇ ସେ ସ୍ୱାଦଟି କେମିତି ବୋଲି ବର୍ଣ୍ଣନା କରିବାକୁ କହିଲେ ସେ କଣ କହିବ? ତେଣୁ ଜଣେ ଯୋଗୀ, ଜଣେ ସାଧକ ତାର ସମସ୍ତ ଇନ୍ଦ୍ରିୟ ଯେହେତୁ ମୁକ ହୋଇ ସାରିଥାଏ, ଯେତେବେଳେ ନିର୍ବିକଳ୍ପ ସମାଧି ହେଇକରି ପ୍ରଭୁଙ୍କ ସହିତ ଯୋଗସୂତ୍ର କରେ, ସେତେବେଳେ ତାର ଯେହେତୁ ଇନ୍ଦ୍ରିୟ ମାନେ ସମସ୍ତେ ପଙ୍ଗୁ, ଅକାମୀ, ତେଣୁ ସେ ଅନୁଭବ ଆସି ବର୍ଣ୍ଣନା କରିପାରିବ ନାହିଁ। ତାହେଲେ ଜଣା କେମିତି ପଡିବ? ନା ତା ଆଚରଣ ଜଣା ପଡିବ। କାରଣ ଯୋଉ ଲୋକ ଗୋଟିଏ ଫଳ ଖାଏ ସେ ମୁକ ହେଇଥାଇପାରେ, କିନ୍ତୁ ସେ କଥା ଯଦି କହିପାରୁନାହିଁ, କିନ୍ତୁ ଫଳଟି ଖାଇଲା ବେଳେ ଯଦି ତାକୁ ସ୍ୱାଦିଷ୍ଟ ତା ମୁଖମଣ୍ଡଳର ଆଭାରୁ ଜଣା ପଡିବ। ଯେମିତି ଜଣେ ପିତା ଖାଇଲେ ତା ମୁହଁ ଜଣା ପଡେ, ଖଟା ଖାଇଲେ ମୁହଁ ଜଣା ପଡେ, ସେମିତି ଗୋଟେ ସ୍ୱାଦିଷ୍ଟ ଫଳ ଜଣେ ଖାଉଥିଲା ବେଳେ ସେ ତାକୁ ବର୍ଣ୍ଣନା କରି ନ ପାରିଲେ ମଧ୍ୟ ତା ମୁହଁର ଆଭାରୁ ଅନୁଭବ କରିହବ ନା ନାହିଁ? ଇଏ ହଉଛି କଥା। ସକାଳୁ ସକାଳୁ ଆମର ବେଳା ଭଲ ଥିଲା, ଶୁଣିଲୁ ପ୍ରେମ କଥା। ପ୍ରଭୁଙ୍କର ଇଚ୍ଛା ଧ୍ୟାନ ପରେ, ବେଦବିଷ୍ଟ ପରେ, କାଲି ମୁଁ କହୁଥିଲି ମୋର ଗୋଟେ ହେଇକି ଯେ ପ୍ରଭୁ ଶ୍ରୀରାମ, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଯୋଗାଭିଷ୍ଟ ହେଲେ କେତେବେଳେ? ନା ବଶିଷ୍ଠ ଯେତେବେଳେ ତାଙ୍କୁ ଯୋଗାଭିଷ୍ଟ ରାମାୟଣ କଥା କହିଲେ, ଏବଂ ବଶିଷ୍ଠ ହଉଛନ୍ତି ତାଙ୍କର ଗୁରୁ, କ୍ରିୟା ଯୋଗରେ ମାନେ ଅଭିମନ୍ତ୍ରିତ କଲେ ପ୍ରଭୁ ଶ୍ରୀରାମଙ୍କୁ। ପ୍ରଭୁ ଶ୍ରୀରାମ ଅନ୍ତିମ ସମୟଟା କ୍ରିୟା ଯୋଗରେ କଟେଇଲେ ଏବଂ ପ୍ରଭୁ ଶ୍ରୀ ଗୁରୁ ପରମ ବ୍ରହ୍ମ ପରମ ପିତା ବଶିଷ୍ଠଙ୍କୁ ଗୋଟିଏ ପଦ ପ୍ରଭୁ ଶ୍ରୀରାମ କହିଲେ ଯୋଗାଭିଷ୍ଟ ରାମାୟଣରେ, ହେ ପ୍ରଭୁ ଏତେ ବିଳମ୍ବ ହେଲା କାହିଁକି ଜ୍ଞାନ ପାଇବାକୁ? ପ୍ରଭୁ ଶ୍ରୀ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ବିଷ୍ଣୁ ଅବତାର ବୋଲି ଯାହାଙ୍କୁ ଆମେ କହୁଛୁ, ସିଏ ମଧ୍ୟ ଯେତେବେଳେ କ୍ରିୟା ଯୋଗ ଅନ୍ତିମ ସମୟରେ ପ୍ରାପ୍ତ ହେଲେ ଗୁରୁଙ୍କ ଠାରୁ, ସିଏ କହୁଛନ୍ତି ହେ ପ୍ରଭୁ ଏପରି ଅମୃତ ପ୍ରାପ୍ତ ହବା ପାଇଁ ମତେ ଏତେ ବିଳମ୍ବ, ଏତେ ସମୟ ଅପେକ୍ଷା କରିବାକୁ ପଡିଲା। ପ୍ରଭୁ ଶ୍ରୀରାମ କହୁଛନ୍ତି ମତେ ବିଳମ୍ବ ହେଇଗଲା ଆକୁ ପାଇବାକୁ। ତେଣୁ ଇଏ ଯୋଉ ମହାମୃତ କ୍ରିୟା ଯୋଗର ଯୋଉ ତତ୍ତ୍ୱ, ଆକୁ ଯୋଉମାନେ ବହୁ ଆଗରୁ ପାଇଛନ୍ତି ସେମାନଙ୍କର ଅଭାଗ୍ୟ, ଏବଂ ଯୋଉମାନେ ବିଳମ୍ବରେ ପାଉଛନ୍ତି ସେମାନଙ୍କର ଦୁର୍ଭାଗ୍ୟ, ଏବଂ ଯୋଉମାନେ ମୋଟେ ପାଉନାହାନ୍ତି ସେମାନେ କେତେ ଦୁଃଖୀ, କେତେ ଦୁଃଖୀ ସେ କଥା ନିଜେ ସେ ଜାଣି ପାରୁନାହାନ୍ତି। ଈଶ୍ୱରକୁ ଜାଣିବା ସର୍ବଶ୍ରେଷ୍ଠ ଯୋଗ।
ଈଶ୍ୱରକୁ ଜାଣିବା ସର୍ବଶ୍ରେଷ୍ଠ ପ୍ରାପ୍ତି, ଈଶ୍ୱରକୁ ଜାଣିବା ସର୍ବଶ୍ରେଷ୍ଠ ସମ୍ପତ୍ତି। ଆଉ କିଛି ସତ୍ୟ, ଈଶ୍ୱର ହଉଛନ୍ତି ସତ୍ୟ, ଈଶ୍ୱର ହଉଛନ୍ତି ଆଲୋକ, ଈଶ୍ୱର ହଉଛନ୍ତି ଜ୍ଞାନ। ତାଙ୍କୁ ଜାଣିବା ଅର୍ଥ ତୁମକୁ ସର୍ବଶ୍ରେଷ୍ଠ ଜ୍ଞାନ ପ୍ରାପ୍ତି ହେଲା। ତାଙ୍କୁ ଜାଣିବା ଅର୍ଥ ସର୍ବଶ୍ରେଷ୍ଠ ସାଧନାର ସିଦ୍ଧି ପ୍ରାପ୍ତି ହେଲା। ତାଙ୍କୁ ଜାଣିବା ଅର୍ଥ ଆପଣଙ୍କର ସର୍ବଶ୍ରେଷ୍ଠ ସମ୍ପତ୍ତି ସଂରକ୍ଷିତ ହେଇକି 7 ଯୁଗ ଜନ୍ମ ଜନ୍ମାନ୍ତର ପାଇଁ ମିଳିଗଲା। ଆପଣ ବନ୍ଧନ ମୁକ୍ତ। ଯେଉଁମାନେ ବନ୍ଧନ ମୁକ୍ତ, ମୁକ୍ତି କଣ ନା ବନ୍ଧନ ମୁକ୍ତ। କୋଉ ବନ୍ଧନ ନା ଏଇ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତି ହେବା, ମାନେ ଅସଲ ମୃତ୍ୟୁ ହବା। ଯୋଉ ମୃତ୍ୟୁ ପରେ ଆଉ ଜନ୍ମ ହବନି ତାକୁ ମୃତ୍ୟୁ କହନ୍ତି। ଯୋଉ ମୃତ୍ୟୁ ପରେ ଆଉ ଥରେ ଜନ୍ମ ହବାକୁ ପଡୁଛି ତାକୁ ମୃତ୍ୟୁ କୁହାଯାଏ ନାହିଁ। ତାହା ଜୀବନ ମୃତ୍ୟୁର ଏକ ଚକ୍ର, ଜନ୍ମ ମୃତ୍ୟୁର ଏକ ଚକ୍ର। ସେଇ ଚକ୍ରରୁ ମୁକ୍ତି ହବାକୁ ମୁକ୍ତ କୁହାଯାଏ। ତେଣୁ ଆଉ ଜନ୍ମ ନ ହବାଟା ହିଁ ମୃତ୍ୟୁ ଚକ୍ର ନା କଣ? ଆଉ ଯୋଉମାନେ ମଲେ ଆଉ ଜନ୍ମ ହେବେନି ତାଙ୍କୁ କୁହାଯାଏ ମୁକ୍ତି ନା ଆଉ। ଆଉ ଯୋଉମାନେ ଜନ୍ମ ହେଇକି ଆଉ ଥରେ ମରିକିରି ଜନ୍ମ ହେବେ, ଯୋଉମାନେ ମରିକି ଆଉ ଥରେ ପ୍ରଭୁ ଜନ୍ମ ଯୋଉ ହେବେ, ଅବତାର ନେଉଛି ଆସୁଛନ୍ତି ଆଜ୍ଞା ସୃଷ୍ଟି କର୍ତ୍ତା ସେ ଆଉଥରେ ମର୍ତ୍ତ୍ୟକୁ ଆସୁଛନ୍ତି କେମିତି? ଆଜ୍ଞା ଆଜ୍ଞା ଅବତାର ପୁରୁଷ କେମିତି ଆସୁଛନ୍ତି? ହଁ ହୁଁ? ଅବତାର ପୁରୁଷ ଯୋଉ ଆସୁଛନ୍ତି ସେମାନେ ଜାଣିକି ଆସୁଛନ୍ତି। ଅର୍ଥ ନଦୀ ବହୁଛି, ନଦୀ ଜାଣେନି କାହିଁକି ବହୁଛି। ନଦୀର ଧର୍ମ ହେଲା କେବଳ ନିମ୍ନକୁ ବୋହିଯିବା, କିନ୍ତୁ ସେ ଜାଣିନି କାହିଁକି ବହୁଛି। ଯଦି ସେ ଜାଣିଥାନ୍ତା କାହିଁକି ବହୁଛି ତାହେଲେ ସେ ତା ଇଚ୍ଛା ହେଲେ ରହିଯାଆନ୍ତା, ଇଚ୍ଛା ହେଲେ ବୋହିଯାଆନ୍ତା। ଯେତେବେଳେ ମୁଁ ଥିଲି ଏକ କଳା ମୁଗୁନି ପରି ନିଦା ପଥର, ମୁଁ ଥିଲି କଳା ମୁଗୁନି ପରି ଏକ ନିଦା ପଥର, ପାଣି ହେଇଗଲି, ନା ବୋହି ପାରିଲି ନା ବହି ପାରିଲି। ତେଣୁ ମୁଁ ଯୋଉଠି ଅଛି ସେଇଠି ରହିବି। ପାଣି ହେଇଯାଏ କି ପଥର ହେଇଯାଏ, ମୋ ଜାଗା ମୁଁ ଅତିକ୍ରମ କରିବିନି। କିନ୍ତୁ ପଥରଟା ପାଣି ହେଇଗଲେ କଣ ଯୋଉଠି ଥିଲା ସେଠି ରହେ? ସେ ବୋହିଯାଏ ନା। ତେଣୁ ନଦୀ ଯୋଉ ବହୁଛି କାହିଁକି ବହୁଛି ସିଏ ଜାଣେନି। ସେମିତି ଯୋଉମାନେ ଦିବ୍ୟ ପୁରୁଷ, ଯୋଉମାନେ ପ୍ରେରିତ ସନ୍ତାନ ଈଶ୍ୱରଙ୍କର ପ୍ରତିନିଧି, ସେମାନେ ଅବତାର ପୁରୁଷ ଭାବରେ, ପ୍ରଭୁ ଶ୍ରୀକୃଷ୍ଣ ଭାବରେ, ପ୍ରଭୁ ରାମ ଭାବରେ, ପ୍ରଭୁ ପରଶୁରାମ ଭାବରେ ଅବତୀର୍ଣ୍ଣ ହୁଅନ୍ତି ଏ ଧରା ପୃଷ୍ଠରେ। ସେଇଥିପାଇଁ ଶ୍ରୀମଦ ଭଗବତ ଗୀତାର 4ର୍ଥ ଅଧ୍ୟାୟ 7ମ 8ମ ଶ୍ଲୋକରେ ଭଗବାନ କହିଲେ ଶ୍ରୀକୃଷ୍ଣ ଯେ ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅହ୍ୟୁତ୍ଥାନ ଅଧର୍ମସ୍ୟ ତଦାତ୍ମନଂ ସୃଜାମ୍ୟହଂ ପରିତ୍ରାଣାୟ ସାଧୁନାଂ ବିନାଶାୟ ଦୁଷ୍କୃତଂ ଦୁଷ୍କୃତଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଯେତେବେଳେ ଏ ଧର୍ମ ଗ୍ଲାନି ହବ ସେତେବେଳେ ମୋର ଯୁଗେ ଯୁଗେ ସୁଜାମ୍ୟହଂ ଅର୍ଥାତ ଜନ୍ମ ନେବି। ଏପଟେ କଣ କୁହାଯାଇଛି? ଭଗବାନ ହଉଛନ୍ତି ଅଜନ୍ମା। ସେପଟେ କଣ କୁହାଗଲା? ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନ ଧର୍ମସ୍ୟ ତଦାତ୍ମନଂ ସୃଜାମ୍ୟହଂ ପରିତ୍ରାଣାୟ ସାଧୁନାଂ ବିନାଶାୟ च ଦୁଷ୍କୃତଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ପୁଣି ଯୁଗେ ଯୁଗେ ସମ୍ଭବାମି, ମୁଁ ଜନ୍ମ ହେବି, ସୁଜାମ୍ୟହଂ ପୁଣି ଜନ୍ମ ହେବି। ନିଜେ କହୁଛନ୍ତି ମୁଁ ଅଜନ୍ମା, ପୁଣି ନିଜେ କହୁଛନ୍ତି ମୁଁ ଜନ୍ମ ନେବି। ତାଙ୍କ ଇଚ୍ଛା। ଇଏ କେତେବେଳେ ଅଜନ୍ମା ହେବେ, କେତେବେଳେ ଜନ୍ମ ହେବେ, ସେ କଥା ତାଙ୍କ ହାତରେ ନା। ତେଣୁ ଯେତେବେଳେ ନିଜେ ସିଏ କହୁଛନ୍ତି ମୁଁ ଜନ୍ମ ନେବି, ତାଙ୍କ ଇଚ୍ଛା। ଆପଣ ଯୋଉ ପ୍ରଶ୍ନ କରୁଛନ୍ତି ଯେ ଯଦି ଜନ୍ମରୁ ମୁକ୍ତ ହଉଥିବା ବ୍ୟକ୍ତିଟି ଅସଲ ମୃତ୍ୟୁ ପାଏ, ଅସଲ ମୁକ୍ତି ପାଏ, ତାହେଲେ ଯୋଉମାନେ ମହାପୁରୁଷ ମାନେ ରାମ ହୁଅନ୍ତୁ, କୃଷ୍ଣ ହୁଅନ୍ତୁ, ମହମ୍ମଦ ହୁଅନ୍ତୁ, ଯୀଶୁ ହୁଅନ୍ତୁ, ସେମାନେ ଧରାପୃଷ୍ଠକୁ ଯୋଉ ଆସିଲେ, ମହାବୀର ହୁଅନ୍ତୁ, ବୁଦ୍ଧ ହୁଅନ୍ତୁ, ଯୋଉ ଧରାପୃଷ୍ଠକୁ ଆସିଲେ ସେ ପୁଣି ତାଙ୍କର ସେ କଣ ପାପ ଭୋଗ କରିବାକୁ ନା ପୁଣ୍ୟ ଭୋଗ କରିବାକୁ କହିଲେ? ନା, ତାଙ୍କର ପାପ ପୁଣ୍ୟ କିଛି ନାହିଁ। ତାଙ୍କୁ ପ୍ରେରିତ ସନ୍ତାନ ଭାବରେ ଈଶ୍ୱରଙ୍କର ତାଙ୍କ ଜଗତରେ କାମ ଅଛି, ସେ କାମକୁ ସମ୍ପୂର୍ଣ୍ଣ କରିବା ପାଇଁ ପଠେଇଲେ। 1 2 ଶିକ୍ଷା ଦବା ପାଇଁ ପଠେଇବେ।
ତେଣୁ ଈଶ୍ୱର ନିଜେ ଆସନ୍ତି, ନିଜେ ଫେରିଯାଆନ୍ତି। ତାଙ୍କର ଜନ୍ମ ନଥାଏ କି ମୃତ୍ୟୁ ନଥାଏ, ସେଥିପାଇଁ ମହାପୁରୁଷ ମରନ୍ତିନି ଅମର। ତେଣୁ ସେଇ ଅମର ପଦ ପାଇବା ପାଇଁ ଏ ସାଧନା। ସୃଷ୍ଟିଟା ଗୋଟେ ବଡ ହୁଁ। ଇଏ ଭିତରେ ଅଛି। ଆଜ୍ଞା ଆଜ୍ଞା। ସୃଷ୍ଟି ବିଚାର ଭିତରେ ଚାଲିଛି ନା କଣ ଅବିଚାରରେ ଅଛି? ହୁଁ। ତାର ବିଚାର ଭିତରେ ଚାଲିଛି। ଏ ହଉଛି କଥା। ଆଉ ଗୋଟେ କଥା, ଆଜ୍ଞା। ରୋଷେଇ ବି ସରିଗଲା। ଆ ଭିତରେ ବୁଝିଲ ଭାଇ? ଏକାଥରେ ତ ଖାଇବ ଯିବ, ଆଉ କୋଉଠି ଖାଇବାର ନାହିଁ, କାହା ଘରେ ବସିବାର ନାହିଁ। ସେଇଆ। ବୁଝିଲ? ହଁ। ମାନେ ମୋ କାମ ମାନେ ଡାଲମାଟା ବସେଇଦେଲି। ବୁଝିଲ ଯାହା ଭାଇ? ଯାହା ହଉ ଯାହା ହଉ। ଆଉ କଣ ଖୋଜିବା କହୁନ? ତା ଭିତରେ ତ ସେ ଜଣେ ଜିନୁ ମହାନ୍ତି କଟକର ଭାରି ଦୁର୍ଦ୍ଦାନ୍ତ ଥିଲେ। ସେ ମୋ ଗୁରୁଙ୍କ ଶରଣ ନେଇ ସେ ଶାନ୍ତ ହେଇଗଲେ। ହେଲା ପରେ ତାଙ୍କର ସାଡେ ଅଚଳାଚଳ ସମ୍ପତ୍ତି, ଓଡିଶାର ରାମଦେବଙ୍କ ମେଡିସିନ ଯୋଉ ବିକନ୍ତି, ସେ ଓଡିଶାର ହୁଅନ୍ତି, ମାନେ ଓଡିଶା ପାଇଁ ଆପଣ ତାଙ୍କର ଆପଣ ଡିଷ୍ଟ୍ରିବ୍ୟୁଟର। ଆପଣ କର୍ମ ବହୁତ, ବାହ୍ୟ କର୍ମ କରୁଛନ୍ତି, ବାହ୍ୟ କର୍ମ ବହୁତ କରୁଛନ୍ତି, ବାହ୍ୟ ଯାତ୍ରା ବହୁତ। ଆପଣଙ୍କର ଅନ୍ତର ଯାତ୍ରା ବିଷୟରେ ଯଦିଓ ଆପଣଙ୍କୁ ଜ୍ଞାନ ଦିଆହେଇଛି, ସେଟା ଖତରା ହେଇଗଲାଣି, ଆପଣ ତାକୁ ଚଲଉନାହାନ୍ତି। ଆପଣ ମୋଟର ସାଇକେଲ ଚଲାଉଛନ୍ତି, ଆପଣ ନୌକା ଚଲାଉନାହାନ୍ତି। ମୋଟର ସାଇକେଲ ଟା ସ୍ଥଳରେ ଯାଏ, ନୌକା ଟା ଜଳରେ ଯାଏ। ତେଣୁ ଆପଣଙ୍କର ଜଳଯାନ ଟା ଖତରା ହେଇଗଲାଣି। ମୁଁ ତାକୁ ଟିକେ ଜାଣିପାରୁଛି, ବାଗେଇବାକୁ ପଡିବ। ମୁଁ ଜାଣିପାରୁଛି ଯେ ଆପଣଙ୍କ ଗୁରୁ ଆପଣଙ୍କୁ ଗୋଟେ ଜଳଯାତ୍ରା ପାଇଁ ଯାନ ଦେଇଛନ୍ତି, କିନ୍ତୁ ଆପଣ ଚଲଉନାହାନ୍ତି। କିନ୍ତୁ ତାକୁ ଖାଲି ବକ୍ତବ୍ୟରେ ବା ବାହ୍ୟ କର୍ମରେ ରଖିଛନ୍ତି। ବାହ୍ୟ କର୍ମରେ କିଛି ହୁଏନି। ତେଣୁ ବାସ୍ତବ କର୍ମ ଯୋଉଟା, ସେଇଟା ଆପଣ କରୁନାହାନ୍ତି। ଏବଂ ଆମେ ଯେହେତୁ ସେଇ ଦିଗର ମଣିଷ, ଆମେ ଧରନ୍ତୁ ମୁଁ ଗୋଟେ ଭୁଲ କରିବି, ଆପଣଙ୍କୁ ଦେଖା ଯାଉଥିବ, ଆପଣ ନୀରବ ରହିପାରିବେ? ନା। କାହିଁକି ନା ଆପଣ ମୋର ବନ୍ଧୁ, ମୋର ହିତାକାଂକ୍ଷୀ, ଆପଣ ନିଶ୍ଚୟ କହିବେ ଆପଣ ଏ ଭୁଲ ଟା କରୁଛନ୍ତି। ତେଣୁ ନିରବ ରହିହବନି। ମୁଁ ସେଥିପାଇଁ ଆପଣଙ୍କୁ ସୂଚଉଛି ଯେ, ଆପଣ ବର୍ତ୍ତମାନ ଯୋଉ କର୍ମ କରୁଛନ୍ତି, ସେ କର୍ମ ସାଧାରଣ ଲୋକ, ଯେକୌଣସି ଲୋକ ଟଙ୍କା ପଇସା ପାଇଲେ ଯଜ୍ଞ କରିବ, ବାଣ୍ଟିବ। ମାଙ୍କଡ ବି ସେ କଥା କରିପାରିବ। ଆପଣ ଅଧିକ କଣ କଲେ? ମାଙ୍କଡ ହାତରେ ବି ଯଦି ଟଙ୍କା ପଇସା ଖାଦ୍ୟ ପଡୁଛି, ସେ ବି ଫୋପାଡି ଦଉଛି ମଣିଷ ଭିତରକୁ। ତଥାପି ଠିକ କହିଲେ ଯେ, କିନ୍ତୁ ମୋର ଗୋଟେ କଥା ଟିକେ ଶୁଣନ୍ତୁ, ଏଇ କାମ ନ କଲେ ନୁହେଁ, ଆଉ ଅନ୍ତଃକର୍ମ କେତେବେଳେ କରିବ? ମୋ ଆକୁ ମୋ ତ ଖାଇବେ। ମୋ କଥାଟା ଶୁଣନ୍ତୁ, ଆପଣ କାହିଁକି କର୍ମର କର୍ତ୍ତା ହଉଛନ୍ତି? ହୁଁ। ଆପଣ ଗୋଟେ ରାସ୍ତାରେ ଜଣେ ଲୋକ ପଡିଛି, ଆପଣ କହିବା କଥା, ମୁଁ ଯଦି ଏତିକି ପାଣି ନଦେବି ସେ ବଞ୍ଚିବ କେମିତି? ସେଟା ଆପଣ ମୁଁ ନଦେଲେ ବଞ୍ଚିବ, ଏଇ ଭାବନା କାହିଁକି ରହୁଛି? ସିଏ କେମିତି ବଞ୍ଚିବ, ପ୍ରଭୁ ଯିଏ ପକେଇଛି ସିଏ ଜାଣିନି? ସେ କାହା ଜରିଆରେ ପାଣି ଦବ ସେ ଜାଣିନି? ତେଣୁ ଏଇ ଯୋଉ ତଥାପି ମଣିଷ କାମ, ବାଟରେ ଯଦି ନ ଯାଆନ୍ତେ। ମୋ କଥାଟା ବୁଝନ୍ତୁ, ମୋ କଥାଟା ବୁଝନ୍ତୁ। ଆପଣଙ୍କୁ ଶୋଷ ହଉଛି ବୋଲି ପାଣି ପିଉଛନ୍ତି ନା ଆଉ? ଯଦି ଶୋଷ ନହବ କଣ କରିବେ? ପାଣିର ଆବଶ୍ୟକ ଆପଣଙ୍କ ପାଇଁ କଣ ଆଉ? ତେଣୁ ଶୋଷଟାକୁ ଦେଇଛି ଯେ, ପାଣିଟାକୁ ସେ ଦେଇଛି ନା ଆଉ କିଏ ଦେଇଛି? ଆପଣଙ୍କ ତଣ୍ଟିରେ ଯିଏ ଶୋଷଟା ହେଇକିରି ସୃଷ୍ଟି ହଉଛି, ସେଇ ପାଣିଟାକୁ ଥୋଇଛି ନା ଆପଣ ତିଆରିଛନ୍ତି? ଆପଣଙ୍କ ବାପା ବୋଉ ନା ଆପଣ କିଏ ତିଆରିଲେ? ମୋ ପିଲାକୁ ଶୋଷ ହେଲେ ପାଣି ପିଇବ, ମୋ ବାପା ତିଆରିଛି? ଯିଏ ଶୋଷ ଦେଇଛି ସିଏ ପାଣି ଦେଇଛି ନା ଆଉ? ମୁଁ କାହିଁକି ଭାବୁଛି ଯେ ତାକୁ ମୁଁ ପାଣି ଟୋପାଏ ନଦେଲେ ସେ ମରିଯିବ? ସିଏ ଜାଣିନି କାହାକୁ ପକେଇଛି, କାହାକୁ ଉଠେଇବ? ତାକୁ କହନ୍ତି ନିଷ୍କାମ କର୍ମ। କଥାଟା ବୁଝନ୍ତୁ। ଆମେ ଯୋଉ ଭାବୁଛେ କର୍ମ ନହେଲେ କେମିତି ହବ, ମୁଁ କାହିଁ ଭାବୁଛି? ମୁଁ କିଏ? ମୁଁ ଅଲଗା ହେଇଯିବାରୁ ଭାବୁଛି ନା ଆଉ। ପିମ୍ପୁଡିଟା, ଆପଣ ଆଉ ସୂକ୍ଷ୍ମକୁ ଯାଆନ୍ତୁ। ପିମ୍ପୁଡି ଚିନି ଖାଉଛି, ତାହେଲେ ଚିନି ଗୋଟେ ଦ୍ରବ୍ୟ, ପିମ୍ପୁଡି ଗୋଟେ ଦ୍ରବ୍ୟ। ପିମ୍ପୁଡିଟା ଚିନି ଖାଉ ଖାଉ ଚିନି ହେଇଗଲା। ଦିଟା ନା ଅଛନ୍ତି ନା ଏବେ ଗୋଟେ? କିଏ କହୁନାହାନ୍ତି? ଏବେ ପିମ୍ପୁଡି ଚିନି ଖାଉ ଖାଉ ଚିନି ହେଇଗଲା, ତାହେଲେ ଏବେ ଦିଟା ଦ୍ରବ୍ୟ ନା ଗୋଟେ? ଦିଟା ଦ୍ରବ୍ୟ ହେଇଗଲେ। ନାଇଁ, ଗୋଟେ ହେଇଗଲା ଏବେ। ଚିନି ହେଇଗଲା ପରା। ହଁ, ଗୋଟେ ହେଇଗଲା। ଦିଟା ଦ୍ରବ୍ୟ, ପିମ୍ପୁଡି ଚିନି ଖାଉଛି, ଅର୍ଥ ପିମ୍ପୁଡି ଗୋଟେ ଚିନି ଗୋଟେ, ଦିଟା। ଏବେ ପିମ୍ପୁଡି ଚିନି ଖାଉ ଖାଉ ଚିନି ହେଇଗଲା। ଗୋଟେ ଦ୍ରବ୍ୟ। ବାସ୍, ଆମେ ପିମ୍ପୁଡି ହେଇକି ରହିବାରୁ ଚିନିଟା ଆମକୁ ମିଠା ଲାଗୁଛି ନା ଆଉ? ଆମେ ଭକ୍ତ ହବାରୁ ଭଗବାନ କଥା ଭାବିଛୁ ନା ଆମେ ଯଦି ଭଗବାନ ନିଜେ ହେଇଯିବୁ? ଏମିତି ନା, ଆମେ ଚିନି ଖାଉ ଖାଉ ପିମ୍ପୁଡି ହେଇଛୁ। ଆମେ ପିମ୍ପୁଡି ଚିନି ଖାଉ ଖାଉ ଚିନି ହେଇଯିବୁ, ଏଇଟା ଆମର ଉଦ୍ଦେଶ୍ୟ। ଆମର ଉଦ୍ଦେଶ୍ୟ ନୁହଁ ଚିନି ଖାଇ ମିଠା କହିବା। ଆମର ଉଦ୍ଦେଶ୍ୟ ଚିନି ହେଇଯିବା, ଅର୍ଥ ଲୀନ ହବା। ମୋ କଥାଟା ବୁଝନ୍ତୁ। ଆମେ ଦୁଇ ପ୍ରକାର ରାସ୍ତାରେ ଯାଉଛୁ।
କଣ ନା ଆମେ ପାଠ ପଢୁଛୁ ଗୋଟେ, କର୍ମ କରୁଛୁ ଗୋଟେ। ଆମେ ଯୋଉ ଦିଗରେ ପାଠ ପଢୁଛୁ ଯଦି ସେଇ ଦିଗରେ କର୍ମ କରନ୍ତୁ, ମାନେ ବାଇଗଣ ବିଷୟରେ ପାଠ ପଢିଲୁ କିନ୍ତୁ ମାଛ ଚାଷ ବିଷୟରେ କର୍ମ କଲୁ, ବାଇଗଣ ଫଳିଲାନି କି ମାଛ ବି ହେଲାନି। ତେଣୁ ଆମେ ପାଠ ପଢିଲୁ ଯେ ଈଶ୍ୱରଙ୍କ ସହିତ ଲୀନ ହବୁ, କିନ୍ତୁ କର୍ମ କଣ କଲୁ? ମୁଁ ଭକ୍ତ ତୁ ଭଗବାନ, ତୁ ଲୀନ ହେଇଯାଉନୁ। ତାହେଲେ ଲୀନ ହେଇଗଲେ କଣ ହେଲୁ ତୁ? ନା ପିମ୍ପୁଡି ହେଇକି ରହିଲୁନି, ନିଜେ ଚିନି ହେଇଗଲୁ। ଅର୍ଥାତ୍ ଯୋଉ ଭକ୍ତ ଭଗବାନଙ୍କ ପାଖରେ ଲୀନ ହେଇଗଲା, ସେ ଆଉ ଭକ୍ତ ହେଇକି ରହିଲା କି? ରୀର୍ଣ୍ଣ ହେଇଗଲା ଆଉ। ସେ ଅହମ୍ ବ୍ରହ୍ମାସ୍ମି, ମୁଁ ତ ବ୍ରହ୍ମ ହେଇଗଲି। ମୁଁ ଯଦି ବ୍ରହ୍ମ ହେଇଗଲି, ଯଜ୍ଞ ହଉ ନ ହଉ କଣ ସେଥିରୁ ମତେ ମିଳୁଛି? କର୍ମ ଚାଲିବ, କର୍ମ ଚାଲିବ। ଆପଣ ନ କଲେ ବି ଚାଲିବ, ଆପଣ ନ କଲେ ବି ଚାଲିବ। ଆପଣ ଭାବୁଛନ୍ତି ସେଠି ତାହା ହବା କଥା ହବ। ଆକୁ କୁହନ୍ତି ନିଷ୍କାମ କର୍ମ। ତାପରେ ମାନେ ବିହିତ କର୍ମ ପରେ, ଆପଣ ଯୋଉଟା କରୁଛନ୍ତି ବିହିତ କର୍ମ, ତାପରେ ନିଷ୍କାମ କର୍ମ ହଉଛି ଏଇଟା। ତାପରେ କର୍ମ କଣ ନା କର୍ମାତୀତ କର୍ମ। ଅର୍ଥ ମୁଁ ହଲୁନି କିନ୍ତୁ ସବୁ ଚାଲୁଛି। ମୁଁ ହଳ ବୁଲିବାକୁ ଭାବିଲି, ହଳ ବୁଲି ସାଇଲାଣି। ଧାନ କାଟିବାକୁ